ଶ୍ରୋତାବନ୍ଧୁ ଭକ୍ତ ବତ୍ସଳ ଭଗବାନ ଭକ୍ତର ମନ ଜାଣି ତାର ଅନ୍ତର୍ନିହିତ ଆବେଗକୁ ବୁଝି ସେ ତାକୁ ପୂର୍ଣ୍ଣ କରନ୍ତି। ଭକ୍ତର ବିହ୍ୱଳପଣରେ ସେ ବନ୍ଧା, ତେଣୁ ତାର ଅଶ୍ରୁ, ତାର ନୀରବତା ଏ ସବୁ ହିଁ ତାଙ୍କ ପାଖରେ ପ୍ରାର୍ଥନାର ସ୍ୱର ଭାବରେ ପହଞ୍ଚିଯାଏ। ଆମେ ପୁରାଣ ସାହିତ୍ୟରେ ଅନେକ ଚରିତ୍ରଙ୍କୁ ପଢ଼ିଛେ, ଶୁଣିଛେ, ଯେଉଁମାନେ ସେମାନଙ୍କର ନିଷ୍ଠାପର ଭକ୍ତି ଦ୍ୱାରା ଭଗବାନଙ୍କ ହୃଦୟକୁ ଜିତିଛନ୍ତି ଏବଂ କିମ୍ବଦନ୍ତୀ ପାଲଟିଛନ୍ତି। ସେମିତି ଏକ ପୌରାଣିକ ଚରିତ୍ର ଶବରୀ। ଶବରୀ ସମ୍ପର୍କରେ ଆଜି ଏକ ସୁନ୍ଦର ଆଲୋଚନା, ଯାହାର ଲେଖକ ହେଉଛନ୍ତି ପୁରାକଳ୍ପବାଦୀ ଆଲୋଚକ ଶ୍ରୀଯୁକ୍ତ ଅର୍ଜୁନୀ ଚରଣ ବେହେରା। ତାଙ୍କ ଆଲେଖର ଶୀର୍ଷକ ହେଉଛି ଶବରୀ ଅଇଁଠା ଖିଆ। ଲେଖକ ଶ୍ରୀଯୁକ୍ତ ଅର୍ଜୁନୀ ଚରଣ ବେହେରା। ମହାକାବ୍ୟ ରାମାୟଣର ପୁଣ୍ୟଗାଥା। ଦଣ୍ଡକ ବନ ପମ୍ପାସର ନିକଟବର୍ତ୍ତୀ ଅରଣ୍ୟରେ ଭୀଲ ଜନଜାତି ଲୋକମାନେ ବାସ କରୁଥିଲେ। ଶବର ଜାତିର ଏହି ଲୋକମାନଙ୍କର ମୁଖ୍ୟ ଜୀବିକା ଥିଲା ଶିକାର। ସେହି ଶବରମାନଙ୍କ ମୁଖିଆଙ୍କର କନ୍ୟା ଥିଲେ ଶ୍ରମଣା। ସେ ଦେଖିବାକୁ ଆଦୌ ସୁନ୍ଦର ନଥିଲେ, କିନ୍ତୁ ସେ ଥିଲେ ଅତ୍ୟନ୍ତ ସରଳ ଏବଂ ଈଶ୍ୱର ଭକ୍ତି ପରାୟଣା। ତାଙ୍କ ବିବାହ ବୟସ ଉପସ୍ଥିତ ହେବାରୁ ତାଙ୍କ ପିତା ଜଣେ ଭୀଲ ଯୁବକ ସହ ତାଙ୍କର ବିବାହ କରିବାକୁ ସ୍ଥିର କଲେ। ତାଙ୍କ ଭୀଲ ଜାତିର ପ୍ରଥା ଅନୁସାରେ ବିବାହ ସମୟରେ ବଳି ଦେବା ଏବଂ ମାଂସ ଭୋଜି ପାଇଁ ଶହ ଶହ ସଂଖ୍ୟକ ଛାଗ ଆଣି ରଖାହେଲା। ବିବାହ ପୂର୍ବ ସନ୍ଧ୍ୟାରେ କନ୍ୟା ଶ୍ରମଣା ଏହା ଦେଖି ମନରେ ବହୁ ଦୁଃଖ ଜାତ ହେଲା। ମୋର ଏ ବିବାହ ପାଇଁ ଏତେ ସଂଖ୍ୟକ ନିରୀହ ପଶୁ ବଳି? ଏ କଥା ଭାବି ତାଙ୍କ ମନରେ ପ୍ରବଳ ବୈରାଗ୍ୟ ଜାତ ହେଲା। ଦିନେ ସେ ନିଶାର୍ଦ୍ଧରେ ଗୃହ ପରିତ୍ୟାଗ କରି ଘୋର ଅରଣ୍ୟକୁ ଚାଲିଗଲେ। ସେତେବେଳେ ଦଣ୍ଡକାରଣ୍ୟର ଅଗ୍ନାଗ୍ନି ବନସ୍ତରେ ବହୁ ମୁନି ଋଷି ତପସ୍ୟା କରୁଥିଲେ। ସ୍ଥାନେ ସ୍ଥାନେ ସେମାନଙ୍କର କୁଟୀର ଓ ଆଶ୍ରମମାନ ଦୃଶ୍ୟମାନ ହେଉଥିଲା। ଶ୍ରମଣା ସେହି ତପସ୍ୱୀମାନଙ୍କ ମଧ୍ୟରୁ ଜଣେ ତପସ୍ୱୀଙ୍କ ଆଶ୍ରମରେ ପହଞ୍ଚି ତାଙ୍କୁ ଶିଷ୍ୟା ଭାବେ ଗ୍ରହଣ କରିବାକୁ ଅନୁରୋଧ କଲେ। ମାତ୍ର ତପସ୍ୱୀ ତାଙ୍କୁ ନୀଚ କୁଳର ଓ ଅଶିକ୍ଷିତା କହି ମନା କରିଦେଲେ। ଶ୍ରମଣା ବୁଲି ବୁଲି ବହୁ ସାଧୁଙ୍କୁ ଭେଟିଲେ, ମାତ୍ର ସେହି ଅସ୍ପୃଶ୍ୟ ଜାତି ହୋଇଥିବା କାରଣରୁ ସମସ୍ତଙ୍କ ପାଖରୁ ସେ ନିରାଶ ହେଲେ। ସେ ହତାଶ ନ ହୋଇ ସେହି ଅରଣ୍ୟ ମଧ୍ୟରେ ଗୋଟିଏ ପର୍ଣ୍ଣ କୁଟୀର ନିର୍ମାଣ କରି ପ୍ରଭୁ ଶ୍ରୀରାମଙ୍କ ନାମ ଜପ ଓ ଆରାଧନା କରି କାଳ ଅତିବାହିତ କଲେ। ପର୍ଣ୍ଣ କୁଟୀରରେ ବନ୍ୟ ଫଳମୂଳ ଭକ୍ଷଣ କରି ସେ ରହୁଥାନ୍ତି। ସେଠାରେ ଶ୍ରମଣା ପ୍ରତ୍ୟହ ଏକ କାମ କରେ। ତପସ୍ୱୀମାନଙ୍କ ଅଗୋଚରରେ ସେ ତାଙ୍କ ଯିବା ଆସିବା ପଥକୁ ନିତ୍ୟ ପରିଷ୍କାର କରୁଥାଏ। ଏହିପରି ବହୁ କାଳ ବିତିଗଲା ପରେ ଦିନେ ସେଇ ରାସ୍ତା ଦେଇ ମାତଙ୍ଗ ଋଷି ଯାଉଥିଲେ। ଶ୍ରମଣାର ପ୍ରଚ୍ଛନ୍ନ ସାଧୁ ସେବାକୁ ଲକ୍ଷ୍ୟ କରି ତାକୁ ସେ ଶିଷ୍ୟା ଭାବରେ ଗ୍ରହଣ କଲେ। ଶ୍ରମଣା ମୁନିଙ୍କ ଆଶ୍ରମରେ ରହି କ୍ରମେ ମୁନିଙ୍କ ଠାରୁ ବିଭିନ୍ନ ଭାଗବତ ବିଦ୍ୟା ଶିକ୍ଷା କଲେ। ସେଠାରେ ସେ ରହିବାର କିଛି ବର୍ଷ ପରେ ମହର୍ଷି ମାତଙ୍ଗ ବାର୍ଦ୍ଧକ୍ୟ କାରଣରୁ ଶରୀର ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଲେ। ସେ ଶିଷ୍ୟା ଶ୍ରମଣାଙ୍କୁ ଡାକି କହିଲେ, ମା, ମୋର ସମୟ ହେଇଗଲାଣି, ମୁଁ ଏବେ ଶରୀର ତ୍ୟାଗ କରିବି। ତୁ ଅତି ନିଷ୍ଠା ଓ ଭକ୍ତିର ସହ ଶ୍ରୀରାମଙ୍କ ଆରାଧନା କରୁଥା। ବିଶ୍ୱାସର ସହ ଅପେକ୍ଷା କରିଥା। ଦର୍ଶନ ଦେବା ପାଇଁ ପ୍ରଭୁ ନିଶ୍ଚୟ ତୋ ପାଖକୁ ଆସିବେ। ଏହା କହି ଋଷି ମାତଙ୍ଗ ଶରୀର ଛାଡ଼ିଲେ। ଋଷି ଦେହତ୍ୟାଗ କଲା ପରେ ଶ୍ରମଣା ତାଙ୍କ ସେହି କୁଟୀରରେ ରହି ପ୍ରତିଦିନ ବଣରୁ ଫଳପୁଷ୍ପ ତୋଳି ଆଣନ୍ତି ଏବଂ ନିଷ୍ଠା ସହକାରେ ଆଶ୍ରମଟିକୁ ପରିଷ୍କାର ପରିଚ୍ଛନ୍ନ କରି ପ୍ରଭୁଙ୍କ ସେବା ପୂଜା କରନ୍ତି।
ଆଣିଥିବା କୋଳି ଗୁଡ଼ିକୁ ସେ ବଛାବଛି କରି ପରିଷ୍କାର କରନ୍ତି ଓ ପ୍ରଭୁଙ୍କୁ ନୈବେଦ୍ୟ ଲଗାଇ ସାରି ଆହାର କରନ୍ତି। ସେ ପ୍ରଭୁଙ୍କୁ ନୈବେଦ୍ୟ ଲଗାଇବା ବେଳେ ଅନୁଭବ କରନ୍ତି ପ୍ରଭୁ ସେଇ କୋଳି ଗୁଡ଼ିକୁ ଯେମିତି ପରମ ଆନନ୍ଦରେ ଖାଆନ୍ତୁ। ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼େ ସବରୀର। ମନେ ମନେ ଭାବି ହୁଏ ପ୍ରଭୁ କେବେ ଏ ଅଭାଗିନୀର କୁଟୀରକୁ ଆପଣ ଆସିବେ। ମନରେ ତାର ଦୃଢ଼ ବିଶ୍ୱାସ ପ୍ରଭୁ ନିଶ୍ଚୟ ଦିନେ ମୋ କୁଟୀରକୁ ଆସିବେ। ସବୁଦିନେ ତାକୁ ଲାଗେ ହେଇ ମୋ ପ୍ରଭୁ ଆସିଲେଣି। ସେ କୁଟୀର ଦ୍ୱାରକୁ ଦୌଡ଼ିଯାଏ ଓ କେହି ନାହିଁ ଦେଖି ବିରସ ମନରେ ଫେରି ଆସେ। ଏମିତି ତ ପ୍ରତୀକ୍ଷା। ଏମିତି ପ୍ରତୀକ୍ଷାରେ ପ୍ରକୃତରେ ଶ୍ରମଣାର ବହୁ ବର୍ଷ ବିତିଗଲା। କ୍ରମେ ତାଙ୍କର ବୃଦ୍ଧାବସ୍ଥା ବି ଆସିଗଲା। ଜରାଗ୍ରସ୍ତ ଶରୀର ମଧ୍ୟ ଦୁର୍ବଳ ହୋଇ ପଡ଼ିଲା। ଦିନେ ଆଶ୍ରମ ନିକଟ ପମ୍ପାସରକୁ ସବରୀ ଶ୍ରମଣା କଳସୀ ଘିନି ପାଣି ଆଣିବା ପାଇଁ ଯାଇଛନ୍ତି। ତାଙ୍କ ଉପରେ ମନ୍ତ୍ର ଉଚ୍ଚାରଣ କରୁଥିବା ଜଣେ ସାଧୁଙ୍କ ନଜର ପଡ଼ିଲା। ଅଛବ ସବରୀକୁ ଦେଖି ସାଧୁକୁ ଖୁବ୍ କ୍ରୋଧିତ ହୋଇ ପଥର ଖଣ୍ଡେ ଶ୍ରମଣା ଉପରକୁ ଜୋର କରି ନିକ୍ଷେପ କଲେ। ଶ୍ରମଣାଙ୍କ ଗୋଡ଼ କ୍ଷତରୁ କେଇ ବୁନ୍ଦା ରକ୍ତ ଝରି ପଡ଼ିଲା ପମ୍ପାସରରେ। ଆଶ୍ଚର୍ଯ୍ୟଜନକ ଭାବେ ସମ୍ପୂର୍ଣ୍ଣ ହ୍ରଦର ଜଳ ରକ୍ତବର୍ଣ୍ଣ ଧାରଣ କଲା। ତପସ୍ୱୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା। ରକ୍ତ ମିଶା ଜଳରେ କିପରି ସ୍ନାନ ତର୍ପଣ ହେବ? ସେହି ସମୟରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ମା ସୀତାଙ୍କୁ ଖୋଜି ଖୋଜି ଆସି ସେଠାରେ ପହଞ୍ଚିଥିଲେ। ଋଷିମାନେ ସ୍ଥିର କରିନେଲେ ପ୍ରଭୁଙ୍କ ପଦ ହ୍ରଦ ଜଳରେ ପ୍ରକ୍ଷାଳନ କଲେ ତାହା ପୁନଃ ପବିତ୍ର ହୋଇଯିବ। କିନ୍ତୁ ତାହା କଲା ପରେ ମଧ୍ୟ ହ୍ରଦ ଜଳର କୌଣସି ପରିବର୍ତ୍ତନ ହେଲା ନାହିଁ। ପ୍ରଭୁ ସେଠାରେ ଉପସ୍ଥିତ ଥିବା ମୁନିମାନଙ୍କୁ ଜଳ ରକ୍ତାଭ ହେବାର କାରଣ ପଚାରିଲେ। ଋଷିମାନେ ପ୍ରଭୁଙ୍କୁ ସବୁ କଥା ଗୋଟି ଗୋଟି କରି କହିଲେ। ସବୁ ଶୁଣି ପ୍ରଭୁ କହିଲେ, ସେ ସବରୀ ମୋର ପରମ ଭକ୍ତ। ତାଙ୍କ ପାଦରୁ ଯେଉଁ ରକ୍ତ ବାହାରିଛି ତାହା ମୋ ହୃଦୟର ରକ୍ତ। ତାକୁ ହିଁ ଦର୍ଶନ ଦେବା ପାଇଁ ମୁଁ ଏଠାକୁ ଆସିଛି। ତୁମେମାନେ ଯାଇ ତାଙ୍କୁ ଶୀଘ୍ର ଏଠିକି ନେଇ ଆସ। ଅତି ଆତୁର ହୋଇ ଋଷିମାନେ ଶ୍ରମଣାଙ୍କୁ ଡାକି ଆଣିବା ପାଇଁ ତା ପାଖରେ ପହଞ୍ଚି ଶ୍ରୀରାମ ଆସିଥିବା କଥା କହିଲେ। ଅହୋ ଭାଗ୍ୟ! ଶ୍ରମଣର ଆଜି କେତେ ଯୁଗର ପ୍ରତୀକ୍ଷା ସମାପ୍ତ ହୋଇଛି। ସେ କାଳ ବିଳମ୍ବ ନ କରି ଧାଇଁ ଆସିଲେ। ତାଙ୍କ ପାଦର ରେଣୁ ହ୍ରଦ ଜଳରେ ପଡ଼ିବା ମାତ୍ରେ ତାହା ପରିଷ୍କାର ହେଇଗଲା। ଶ୍ରମଣା ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ଶ୍ରଦ୍ଧାପୂର୍ବକ ଆଭୂମ ପ୍ରଣାମଟିଏ କରି ନିଜର ପର୍ଣ୍ଣ କୁଟୀରକୁ ପାଛୋଟି ନେଲେ। କୁଟୀରରେ ସେ ପ୍ରଭୁଙ୍କ ପାଦ ଧୌତ କରି ନିଜ ଲୁଗା କାନିରେ ପୋଛିଦେଲେ। ଆନନ୍ଦ ଗଦଗଦ ସବରୀର ଆଖିରୁ ଲୋତକର ବନ୍ୟା ବୋହି ଚାଲିଥାଏ। କେତେ କଷ୍ଟ କରି ପ୍ରଭୁ ତା କୁଟୀରକୁ ଆସିଛନ୍ତି। ଆଃ, କେତେ କ୍ଳାନ୍ତ ହୋଇନଥିବେ ପ୍ରଭୁ। ଦୌଡ଼ି ଯାଇ କୁଟୀରରେ ସାଇତି ରଖିଥିବା କିଛି କୋଳି ଏକ ପତ୍ର ଠୋଲାରେ ନେଇ ଆସିଲା ଓ ଅତି ପ୍ରେମରେ ବସି ପ୍ରଭୁଙ୍କୁ ଖୁଆଇ ଦେବାକୁ ଲାଗିଲା। ପ୍ରଭୁଙ୍କୁ କୋଳି ଦେଲାବେଳେ ସେ ଚାଖି ଚାଖି ମିଠା କୋଳିତକ ପ୍ରଭୁଙ୍କୁ ବଢ଼ାଇ ଦେଉଥାଏ। ଆଉ ପ୍ରଭୁ ସବରୀ ନାରାୟଣ ସେ ଅଇଁଠା କୋଳି ପ୍ରେମ ଭରେ ଖାଉଥାନ୍ତି। ଆଃ ଆଃ, କି ଅପୂର୍ବ ସେଇ ଦୃଶ୍ୟ! ଭକ୍ତ ଭଗବାନଙ୍କର କି ଅପୂର୍ବ ମିଳନ! ପ୍ରଭୁ ସବରୀର ସେଇ ଅଇଁଠା କୋଳି ଯୁଗ ଯୁଗକୁ ପ୍ରମାଣ ରଖିଦେଇ ଗଲେ ସେ ଖାଲି ଶ୍ରଦ୍ଧା କାଙ୍ଗାଳ। ଶ୍ରଦ୍ଧାରେ ଯିଏ ତାଙ୍କୁ ଯାହା ଦେଲେ ବି ସେ ଗ୍ରହଣ କରନ୍ତି। ସେ କେବଳ ଭକ୍ତର ଭାବକୁ ଦେଖନ୍ତି। ପ୍ରଭୁ ତ ନିଜେ କହିଛନ୍ତି, ପତ୍ରಂ ପୁଷ୍ପಂ ଫଲಂ ତୋୟଂ ୟୋ ମେ ଭକ୍ତ୍ୟା ପ୍ରୟଶ୍ଚତି ତଦହଂ ଭକ୍ତ୍ୟା ପ୍ରହୃତଂ ଅସ୍ନାମି ପ୍ରୟତାତ୍ମନଃ। ସବରୀ ପ୍ରଭୁଙ୍କୁ କୋଳି ଖୁଆଇଲା ବେଳେ ନିଜ କୂଳ ନେଇ ଯେତେବେଳେ ସଙ୍କୋଚ ପ୍ରକାଶ କରିଛି, ପ୍ରଭୁ ନିଜେ କହିଛନ୍ତି, ଜାତି ପଙ୍କ୍ତି ବଡ଼ିମା ଧର୍ମ ଧନ ବଳ କୁଟୁମ୍ବ ଗୁଣ ଚତୁରତା ମୁଁ ଏସବୁ ଊର୍ଦ୍ଧ୍ୱରେ। ଯାହାର ଭକ୍ତି ନାହିଁ ସେହି ମନୁଷ୍ୟ ଜଳ ଶୂନ୍ୟ ମେଘ ସଦୃଶ। ସନ୍ଥ ତୁଳସୀ ଦାସ ଶ୍ରୀରାମଚରିତ ମାନସରେ ଲେଖିଛନ୍ତି, ଜାତି ପାନ୍ତି କୁଳ ଧରମ ପଡ଼ାଇ ଧନବଲ ପରିଜନ ଗୁଣ ଚତୁରାଇ ଭଗତି ହୀନ ନର ସୋହଇ କେଶା ବିନୁ ଜଲ ବାରିଦ ଦେଖିଅ ଯେସା। ପ୍ରଭୁ
ଅଇଁଠା କୋଳି ଖାଉ ଖାଉ ଶବରୀ ସନ୍ଦେହ ମୋଚନ ପାଇଁ ଏଇଭଳି ବହୁ କଥା ସବୁ କହି ତାକୁ ନବଧା ଭକ୍ତି ବିଷୟରେ କହିଲେ। ତାପରେ ସେ ତାଙ୍କୁ ଜନକନନ୍ଦିନୀ ସୀତାଙ୍କ କଥା ପଚାରିଲେ। ଶବରୀ କହିଲା, ହେ ରଘୁନାଥ, ଆପଣ ପିମ୍ପାସର ନିକଟକୁ ଯାଆନ୍ତୁ। ସେଠାରେ କପିରା ସୁଗ୍ରୀବ ରହୁଛନ୍ତି। ତାଙ୍କ ସହିତ ଆପଣଙ୍କର ମିତ୍ରତା ହେବ। ସେ ଆପଣଙ୍କୁ ସବୁ କଥା ଗୋଟି ଗୋଟି କରି କହିବେ, ଆପଣଙ୍କୁ ସକଳ ସମାଚାର ଜଣାଇ ସାହାଯ୍ୟ କରିବେ। ଏସବୁ କଥା କହି ଶବରୀ ଭଗବାନଙ୍କ ଶ୍ରୀମୁଖ ଓ ପାଦ ପଦ୍ମରେ ନିଜ ଚିତ୍ତ ନିବିଷ୍ଟ କରି ଯୋଗାଗ୍ନିରେ ଶରୀର ତ୍ୟାଗ କରି ହରିପଦରେ ଲୀନ ହେଲେ। ସନ୍ଥ ତୁଳସୀ ଦାସ ଶ୍ରୀରାମଚରିତ ମାନସରେ ଉଲ୍ଲେଖ କରିଛନ୍ତି, ନର ବିବିଧ କର୍ମ ଅଧର୍ମ ବହୁମତ ଶୋକପ୍ରଦ ସବ ତ୍ୟାଗହୁ ବିଶ୍ୱାସ କରି କହ ଦାସ ତୁଳସୀ ରାମ ପଦ ଅନୁରାଗହୁ। ଅର୍ଥାତ୍ ନାନା ପ୍ରକାର କର୍ମ, ଅଧର୍ମ ଓ ବିବିଧ ମତ ଏସବୁ ହେଉଛି ଶୋକପ୍ରଦ। ତେଣୁ ହେ ମନୁଷ୍ୟ ଏସବୁକୁ ଛାଡ଼ି ବିଶ୍ୱାସର ସହିତ ପ୍ରଭୁ ଶ୍ରୀରାମଙ୍କ ଚରଣରେ ପ୍ରେମ ରଖ। ପ୍ରଭୁଙ୍କ ଦର୍ଶନ ନିମନ୍ତେ ବହୁ ଦିନରୁ ଅପେକ୍ଷା କରି ରହିଥିବା ଏକନିଷ୍ଠ ଭକ୍ତ ଶ୍ରମଣା ଶବରୀକୁ ମୁକ୍ତି ପ୍ରଦାନ କରି ପ୍ରଭୁ ଶ୍ରୀରାମ ବାନର ରାଜ ସୁଗ୍ରୀବଙ୍କ ଉଦ୍ଦେଶ୍ୟରେ ଯାତ୍ରାରମ୍ଭ କଲେ। ଯୁଗେ ଯୁଗେ ଭଗବାନ ଭକ୍ତିରେ ବନ୍ଧା ପଡ଼ିଛନ୍ତି। ସେ ଭକ୍ତ ବତ୍ସଳ, ସେ ଭାବକୁ ନିକଟ ଭାବଗ୍ରାହୀ। ପ୍ରଭୁଙ୍କ ସହିତ ଭାବ ଲଗାଇ ପାରିଲେ ସେ ଧେନୁ ପଛେ ପଛେ କ୍ଷୀର ଲୋଭରେ ବତ୍ସା ଧାଇଁଲା ପରି ଭକ୍ତର ପଛେ ପଛେ ଧାଇଁଥାନ୍ତି, ଗୋଡ଼େଇଥାନ୍ତି। ଶବରୀର ଏତାଦୃଶ ଭକ୍ତି ଏହାର ଏକ ନିଦର୍ଶନ ମାତ୍ର। ଶବରୀ ଅଇଁଠା ଖିଆ ଭକ୍ତ ବତ୍ସଳ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଗୁଣ କୀର୍ତ୍ତନ କରି ଭକ୍ତ ଗାଇ ଉଠେ, ନୀଳ ନବଘନ କାନ୍ତି ସୀତାପତି ସୁନ୍ଦର, ନୀଳ ନବଘନ କାନ୍ତି ସୀତାପତି ସୁନ୍ଦର, ଶବରୀ ଅଇଁଠା ଖିଆ ସତ୍ୟ ଲାଗି ଫକୀର। ଶବରୀ ଅଇଁଠା ଖିଆ ସତ୍ୟ ଲାଗି ଫକୀର। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ପୁରାଣର ଏକ ସୁନ୍ଦର କଥାବସ୍ତୁ, ଯାହାର ଶୀର୍ଷକ ଥିଲା ଶବରୀ ଅଇଁଠା ଖିଆ। ଆଜିର ଏହି ଆଲେଖଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଅନେକ ଧନ୍ୟବାଦ। ଜୟ ଶ୍ରୀରାମ।